ଲଙ୍ଗଳା ହେଇକି ଯାଇକି ପାଣିରେ ଜଳରେ ଯମୁନା ଜଳରେ ଗାଧଉଥିଲେ। ପୁରାଣ କହେ ଲଙ୍ଗଳା ହୋଇ ଉଲଗ୍ନା ହୋଇ ଯିଏ ସ୍ନାନ କରିବ ତାକୁ ବ୍ରହ୍ମହତ୍ୟା ଦୋଷ ଲାଗିବ। ଏବେ ଗୋପ ପୁଅ ଝିଅଙ୍କର ପାପ ଭୟ ନଥିଲା କି ଜାଣବ। ତାଙ୍କର କଣ ପାପ ଭୟ ନଥିଲା? ତାହେଲେ ଉଲ୍ଲଗ୍ନ ହୋଇକି ସ୍ନାନ କାହିଁକି କରୁଥିଲେ? ଏ କଥା ଆପଣଙ୍କ ମୁଣ୍ଡରେ କଣ ଅଛି ମୁଁ ବୁଝିପାରୁନି। ଖରା ଦିନଟା ଗୁଳୁଗୁଳିର ସମୟ ଲଙ୍ଗଳା ହେଇକି ଗାଧେଇଲେ ଅସୁବିଧା କଣ ଅଛି? ଖରା ଦିନରେ ଯାଇକି ଗୁଳୁଗୁଳି ହେଉଥିଲା ଗରମ ହଉଛି ଗାଧେଇଲେ ଆଉ ଅସୁବିଧା କଣ? ଶୁଣୁ ଆଉ କୋଉ ସମୟରେ ସେମାନେ ଯମୁନା ଜଳରେ ଉଲ୍ଲଗ୍ନ ହୋଇକି ଗାଧଉଥିଲେ? କେବେ ଆଜ୍ଞା? ମହାମୁନି ବ୍ୟାସ ସଂସ୍କୃତ ଭାଗବତ କଣ କହିଲେ? ଦେଖିଲେ ଗୋଟିଏ ପଦ କଣ କହିଲେ ହେମନ୍ତ ପ୍ରଥମ ମାସି ହେମନ୍ତ ବ୍ରଜକୁମାରୀ କାହା ସରୁ ହବିଷ୍ୟ ଭୁଞ୍ଜାନ କହିଲେ କାତ୍ୟାୟନୀ ବ୍ରତାଚରଣ। ହେମନ୍ତ ପ୍ରଥମ ମାସ, ହେମନ୍ତ ଋତୁର ପ୍ରଥମ ମାସ। ପ୍ରଥମ ମାସ ବାବୁ ହେମନ୍ତ ଋତୁର ପ୍ରଥମ ମାସ। ହେମନ୍ତ ଋତୁରେ 2 ମାସ। ଆଚ୍ଛା ଇଏ ସେ 2 ମାସ ହେମ କାର୍ତ୍ତିକ ମାର୍ଗଶିର ହିମେ କାର୍ତ୍ତିକ ମାର୍ଗଶିର ରାତିରେ ପଡଇ ଶିଶିର। ହେମନ୍ତ ଋତୁର ପ୍ରଥମ ମାସ ବାବୁ କାର୍ତ୍ତିକ ମାସ। କାର୍ତ୍ତିକ ମାସ ଶୀତ ସମୟର ମାସ। ଉତ୍ତର ଭାରତରେ ଯମୁନା, ଯମୁନା ପାଖରେ ସେତେବେଳେ ବରଫ ପଡୁଥିବ। ସେଇ ସମୟରେ ନନ୍ଦ ବ୍ରଜ କୁମାରିକା, ନନ୍ଦପୁରର ବ୍ରଜପୁରର କୁମାରୀ ଝିଅ ମାନେ ସ୍ନାନ କରୁଥିଲେ। ଆଚ୍ଛା କାହିଁକି ସ୍ନାନ କରୁଥିଲେ? ତାଙ୍କର କଣ ପାପ ଭୟ ନଥିଲା? ନାଇଁ ବାବୁ ପାପ ଭୟ ଥିଲା। ଜାଣିଛନ୍ତି ସେମାନେ ଲଙ୍ଗଳା ହୋଇ ଗାଧୋଇଲେ, ଉଲଗ୍ନା ହୋଇ ଗାଧୋଇଲେ ପାପ ଲାଗିବ। ତାହେଲେ ଗାଧଉଥିଲେ କାହିଁକି? ଚରୁ ହବିଷ୍ୟ ଭୁଞ୍ଜାନଂ କାତ୍ୟାୟନୀ ବ୍ରତାଚରଣ। ସେମାନେ କାତ୍ୟାୟନୀ ବ୍ରତ କରୁଥିଲେ। କାର୍ତ୍ତି ବ୍ରତ କାତ୍ୟାୟନୀ ବ୍ରତ ବାବୁ ତନ୍ତ୍ର ସାହିତ୍ୟକୁ ଆପଣ ଦେଖନ୍ତୁ। ଆଚ୍ଛା ଝିଅମାନେ କାହିଁକି ଗାଧଉଥିଲେ? ନା ସେମାନେ କାତ୍ୟାୟନୀ ବ୍ରତ କରୁଥିଲେ। କାତ୍ୟାୟନୀ ବ୍ରତ ଯିଏ କରେ, ଆଚ୍ଛା ମା କାଳୀଙ୍କର ଗୋଟିଏ ବ୍ରତ କାତ୍ୟାୟନୀ ବ୍ରତ। ମା କାଳୀ ଉଲଗ୍ନା। ଆଚ୍ଛା କାତ୍ୟାୟନୀ ବ୍ରତ ଯିଏ କରିବ ମାସଟା ସାରା ଚରୁ ଅନ୍ନ ଖାଇବ, ଅରୁଆ ଅନ୍ନ ଖାଇବ। ଅରୁଆ ଖାଇବ। ମାସ ଶେଷର ପୂର୍ଣ୍ଣମୀ ଯୋଉଦିନ ହବ ସେଦିନ ଯାଇକି ନଦୀରେ କିମ୍ବା ପୋଖରୀରେ ଉଲଗ୍ନ ହୋଇ ଗାଧୋଇବ। ଉଲଗ୍ନ ହୋଇ ସ୍ନାନ କରିବ। ସ୍ନାନ ସାରି ନଦୀ ଜଳରୁ ପୋଖରୀ ଜଳରୁ ଉଠି ଆସିବ। ଯେଉଁଠି ଗାଧୋଉଛି ସେଇଠି ଉଠି ଆସିବ। ସେଇ ଜଳ କୂଳରେ ଗୋଟିଏ ବାଲିରେ ମା କାଳୀ କାତ୍ୟାୟନୀ ମୂର୍ତ୍ତି ତିଆରି, ତାକୁ ଫୁଲ ଚନ୍ଦନ ଦେଇକି ପୂଜା କରି ପୂଜା କରି ସାରି ଇଏ ଯୁବତୀ ଝିଅ ସେଇ କାଳୀ କାତ୍ୟାୟନୀ ବାଲୁକା ମୂର୍ତ୍ତିକୁ ଯାହା ମାଗିବ ମା କାଳୀ କାତ୍ୟାୟନୀ ସେ ଝିଅକୁ ତାହା ଦେବେ। ଝିଅ ହଉଛି ଶକ୍ତିର ସ୍ୱରୂପ। ଆଜି ଆପଣ ଦେଖୁଥିବେ ଝିଅ ମାନଙ୍କୁ ପୂଜା କରାଯାଉଛି। ତାଙ୍କ ପାଦରେ ଟିକେ ଝିଅ କୁମାରୀ ଝିଅ ତାଙ୍କୁ ବସେଇକି ଥାଳିରେ ତାଙ୍କ ପାଦକୁ ରଖି ପାଦକୁ ଧୋଇ ଦିଆଯାଉଛି। ପାଦରେ ଅଳତା ନାଇ ଦିଆ ହଉଛି, ମଥାରେ ତିଳକ ଦିଆ ହଉଛି, ସିନ୍ଦୁର ଦିଆ ହଉଛି, ଫୁଲ ଦିଆ ହଉଛି, ଅରୁଆ ଚାଉଳ ଦିଆ ହଉଛି। ତାପରେ ସେଇ ଛୋଟ ଝିଅ ବୁଢା ବୁଢା ଲୋକମାନେ ବି ମୁଣ୍ଡିଆ ମାରୁଛନ୍ତି। ପ୍ରଥମରେ ଗାଇଥିଲେ ଗୋଟିଏ କଥା ଜଗଦମ୍ବାର ମା କରାଳକାଳୀ। ଏମାନେ ହଉଛନ୍ତି କାଳୀର ସ୍ୱରୂପା, ଶକ୍ତିର ସ୍ୱରୂପା, ଦୁର୍ଗାର ସ୍ୱରୂପା। ଏଇ ମା ମାନେ ସାମାନ୍ୟ ନୁହେଁ। ସେଇଥିପାଇଁ କୃଷ୍ଣ ପ୍ରସାଦ ବସୁ ସାମାନ୍ୟ ନୁହେଁ ପତିବ୍ରତା ମହିମା। ଅତି ଶକ୍ତିବ୍ରତା ମହିମା, ନାରୀ ମାନଙ୍କର ମହିମାକୁ ଏମିତି ଜଗତରେ କେହି ନାହିଁ ବାବୁ ଯିଏ ଭାଙ୍ଗି ଦେଇପାରିବ। ଇଏ ପୃଥିବୀରେ ବାବୁ 2ଟା ଶକ୍ତି ବଡ। ଏ ପୃଥିବୀରେ 2ଟା ଶକ୍ତି ବଡ। କୋଉ ଶକ୍ତି? ବୋଲେ ବାବୁ ଇଏ ପୁରୁଷ ପୁରୁଷର ବଳ ବାବୁ ତପସ୍ୟାର ରାମ ପୂଜା କରୁଛନ୍ତି। ରାମ ପୂଜା ବଳରେ ରାମଙ୍କର ଶକ୍ତି ବଳରେ
ପୁରୁଷ ଜଣେ ହେଇଯିବ ବଳିଆନ, ପୁରୁଷ ଜଣେ ହେଇଯିବ ବଳିଆନ, ଯେମିତି ହନୁମାନ ହେଇଯାଇଥିବ ବଳିଆନ, ସେଇ ପୂଜା ବଳରେ ଆପଣ ହେଇଯିବ ବଳିଆନ। କିନ୍ତୁ ଏ ବଳ ଠାରୁ ମା ମାନଙ୍କ ଠାରେ ଆଉ ଗୋଟିଏ ବଳ ତାଠାରୁ ବେଶୀ ବଡ ଅଛି। ସେ ବଳଟା କଣ? ପୁରୁଷର ତପସ୍ୟାର ବଳ ଠାରୁ ମା ମାନଙ୍କର ଗୋଟିଏ ବଳ ହଉଛି ବଳ। କହିଲେ ସେ ବଳ କଣ? କହିଲେ ଯେ ପ୍ରଭୁ ଏ ପୁରୁଷର ତପସ୍ୟାର ବଳ ଠାରୁ ମା ମାନଙ୍କ ଠାରେ ଥିବା ନାରୀତ୍ଵ, ମା ମାନଙ୍କ ଠାରେ ଥିବା ସତୀତ୍ଵ, ଏ ବଳଟା ବାବୁ ଜଗତରେ ସବୁଠାରୁ ବଡ଼। ଏଇ ବଳ ଦ୍ୱାରା ବ୍ରହ୍ମା ବିଷ୍ଣୁ ମହେଶ୍ୱର ମା ପାଦ ତଳେ ଗୋଟିଏ ମଣିଷ ମା, ମାନବୀ ମା, ମଣିଷ ଝିଅଟିଏ, ତମ ଭଳି ମାଟିଏ, ତା ପାଦ ତଳେ ଆସିକି ବ୍ରହ୍ମା ବିଷ୍ଣୁ ମହେଶ୍ୱର 6 ମାସ କାଳ ପାଦ ସେବା କରିକି କୋଳରେ ରହିକି ମାର। 6 ମାସ କାଳ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆସିକି ଛୋଟ ପିଲା ହେଇକି ଅତ୍ରି ଋଷିଙ୍କ ସ୍ତ୍ରୀ ଅନସୂୟା ପାଖରେ ରହିକି ବ୍ରହ୍ମା ବିଷ୍ଣୁ ମହେଶ୍ୱର 6 ମାସ କାଳ କ୍ଷୀର ଖାଇଲେ। ଏ ସାମାନ୍ୟ କଥା ବାବୁ, ମାର କଥା ସାମାନ୍ୟ କଥା ଛାଡ଼ନ୍ତୁ ସେ କଥା। ମୁଁ ଏ କଥା କାହିଁକି କହୁଥିଲି ନା ଗୋପପୁର ଝିଅ ମାନେ ସେଦିନ ପ୍ରତ କରୁଥିଲେ, ତେଣୁ ଉଲ୍ଲଗ୍ନ ହୋଇକି ଗାଧଉଥିଲେ। ଆପଣ ମାନେ ଜାଣିଛନ୍ତି ଭଗବାନ କୃଷ୍ଣ ଆସି ବସ୍ତ୍ର ସବୁ ନେଇକି କଦମ୍ବ ମୂଳରେ ଗଛରେ ରଖିଲେ, ବଂଶୀ ବଜାଇଲେ, ଯମୁନା ଜଳରେ ଥାଇକି ଝିଅ ମାନେ ଚାହିଁଦେଲେ ତାଙ୍କ ବସ୍ତ୍ର ମା ନାହିଁ। ଯମୁନା ଜଳରେ ଥାଇକି କୃଷ୍ଣ ବସିଛନ୍ତି କଦମ୍ବ ଗଛରେ, ଡାକିଲେ କହିଲେ କାହ୍ନା କଣ ଡାକିଲୁ? କୁଷ୍ଟିଆ କୃଷ୍ଣ ବୋଲି କହିହେବନି। ଯଦି ଭାରି ବଦମାସ ଯା ଦେଖୁଛୁ। କଣ ବଦମାସ? ଆମେ ଗାଧଉଛୁ ଏଠି ଲୁଗାପଟା ରଖିକିରି ହଠାତ୍ ଏମିତି ଗାଈ ଆମକୁ ହଇରାଣ କରୁଛୁ। କଣ ହଇରାଣ କରୁ? ଲୁଗାପଟା ଗୁଡାକ ନେଇ ଗଛ ଉପରେ ରଖିଦେଇଛୁ। ଆମେ ବର୍ତ୍ତମାନ ମୁଁ ତମ ଲୁଗାପଟା ନେଇଯାଉଛି, ନେଇକି ରଖିଦେଇଛୁ ଯେ ଆମେ ବର୍ତ୍ତମାନ ପାଣିରୁ ବାହାରିବୁ କେମିତି? ଆମେ ଉଠି ଆସ, ମୁଁ ତମ ବସ୍ତ୍ର ଦେଇଦେବୁ। ଲଜ୍ଜା ଶରମ କିଛି ନାହିଁ। ଆମେ ଲଙ୍ଗଳା ହେଇକି ଆମେ ଗାଧଉଛୁ, ବର୍ତ୍ତମାନ ପାଣିରୁ ଉଠିବୁ କେମିତି? ସେମିତି ଉଠି ଆସ। ଯା ତୁ ଯା ସାଇଡ୍ ହେଇଯା, ତାପରେ ଆମେ ଉଠିବୁ। ନା ମୁଁ ଏଠି ଅଛି। ଛାଡ଼ି ହବ ନାହିଁ ନା ମାରିକି କାଦ ମତେ ଏକାଥରେ ମୁହଁରେ ଲଗେଇଦେବି। ତମେ ସେମିତି ଉଠି ଆସ। ଲୁଗାପଟା ଗୁଡାକ ଆମର ଜଲ୍ଦି ଆମେ ଉଠିବୁ ପାଣି। ସେମିତି ତମେ ଉଠି ଆସ। ହଁ ତୁ ଭାରି ଚାଲାକ ଅଛୁ ଆଉ। ମୋବାଇଲରେ ଫଟୋ ଉଠେଇକି ଭାଇ ବାଲା ପରିବାର ମୁଝି କରୁଛି ରେ। ଆଉ ସେମିତି ଉଠି ଆସ। ନା ହବନି ବାବୁ, ଝିଅ ମାନେ କେତେ ସମୟ ଜଳରେ ରହିବେ? ଯା କହୁଛି ସେଇ କାର୍ତ୍ତିକ ମାସରେ ପୁରା ଉତ୍ତର ଭାରତରେ ହିମ ପଡେ, ବରଫ ପଡେ। ବରଫ ଜଳରେ ନା ବରଫ ଟିକେ ଧରି ହଉନାହିଁ, ସେଇ ବରଫ ପାଣିରେ କେତେ ସମୟ ଗାଧେଇବେ? ଲୁଗାପଟା ଗୁଡାକ କଟୁ କାମୁଡିକି ଝୁଲେଇ ଦେଲେ କଟୁ କାମୁଡୁଛନ୍ତି। ବାଧ୍ୟ ହେଇକି ଝିଅ ମାନେ ଉଠି ଆସିବେ। ଦୀନ କୃଷ୍ଣ ଦାସ ରସ କନ୍ଦ ପାଲା ଯାଇକି କେତେ ଗଭୀରରେ ଆମେ ପାଲା ନା ଆଉ ଭାବୁଛନ୍ତି ଏ ଗାୟକ ମାନେ ଏଇ ତ ପାଲା। ସେଇଥିପାଇଁ ଗିରିବାବୁ ପଳେଇଲେ ଆଉ। ଏ ମୋର ସନ୍ତୋଷ ସମାଜ ଦୀନ କୃଷ୍ଣ ଦାସ ରସ କନ୍ଦ ଦେଖିଲେ ଗୋଟିଏ ପଦ ଝିଅ ମାନେ ଉଠି ଆସିବେ। ଗାଇବି ବାବୁ, ଅର୍ଥ କରିବି ନାହିଁ, ଅର୍ଥ କରିବାର ଇଏ ଜାଗା ଖାଲି ଗାଇ ଦଉଛି, ଗାଇଦେଲେ ତ ଆପଣ ମାନେ ବୁଝିଯିବେ। ଝିଅ ମାନେ କେମିତି କର ଇଏ କାମ ଦେବ ମନ୍ଦିର
তোর কোন হইগলা তোর কোন হইগলা ଆଉ ରଗଡ଼ କରିବା ବାଲା କିଏ ଅଛି ଯେ ସିଏ ରଗଡ଼ କରୁଛି ମତେ ଖାଲି ରଗଡ଼ କଲେ କଣ ଝିଅ ମାନେ ଉଠି ଆସିଲେ କୃଷ୍ଣ ଭଗବାନ ପିନ୍ଧି ପକା ଛୋଟ ପିନ୍ଧି ଝିଅ ମାନଙ୍କୁ ବସ୍ତ୍ର ଦେଲେ ନେଇ ଯାଅ ଝିଅ ମାନେ ଲୁଗା ପିନ୍ଧିଲେ ବସ୍ତ୍ର ପିନ୍ଧିଲେ ପିନ୍ଧି ସାରି ଭଗବାନ କୃଷ୍ଣଙ୍କ ଚାରିପଟରେ ଝିଅ ମାନେ ଛିଡ଼ା ହେଲେ ଆଉ ଛାଡ଼ିବ ନା କାହ୍ନାକୁ ଛାଡ଼ି ହବନି କହିଲେ କାହ୍ନାକୁ କହିଲେ ରେ କାହ୍ନା ଆରେ ସ୍ୱାମୀ ଯୋଉ ରୂପ ଦେଖେ ତୁ ସେ ରୂପ ଦେଖିଲୁ ସେ କାହ୍ନା ସ୍ୱାମୀ ଯୋଉ ରୂପ ଦେଖେ ତୁ ଆଜି ସେଇ ରୂପ ଆମର ଦେଖିଲୁ ତେଣୁ ତତେ ଆଜି ଆମେ ଆଉ ଛାଡ଼ିବୁନି ଆଚ୍ଛା, ଆଚ୍ଛା। ଛାଡ଼ିବାର ଆଉ ପ୍ରଶ୍ନ ଆମ ଉଠିବ। ସମସ୍ତଙ୍କୁ ବି ବାହା କର ବାହା କର ସମସ୍ତଙ୍କୁ ତୁ ବାହା ହେଇକି ତୋ ଘରକୁ ନବୁ। ଛାଡ଼ିବୁନି ତମେ ସେପଟେ ଜଗିଦବ ମୁଁ ଏପଟେ ଜଗିଛି କୁଆଡେ ଯିବ ଦେଖି ଯିବୁ କୁଆଡ଼େ ଆଜି ଆମେ? ମୁଁ ତ ଛାଡ଼ିବାନି ଘେରିଗଲେ ଝିଅ ମାନେ ଘେରିଗଲେ ଚାରିପଟରେ କାହ୍ନା ପଡୁଆରେ ପକେଇଲେ କହିଲେ ଆମେ ସମସ୍ତଙ୍କୁ ତୁ ବିବାହ କର ଛାଡ଼ିବୁ ବାବୁଙ୍କୁ କହିଥିଲି ବୟସ କାହ୍ନାଙ୍କର ସେତେବେଳେ 7 ବର୍ଷ ହେଇଛି 7 ବର୍ଷର ପିଲା ସେଦିନ ଆସିଛନ୍ତି ଯମୁନା କୂଳକୁ ମୁଁ ଏ କଥା କହିଥିଲି ପ୍ରଥମେ ବାବୁ 7 ବର୍ଷ ପିଲାର ବିବାହ ବୟସ ହୋଇନାହିଁ 7 ବର୍ଷର ପିଲା ଦ୍ୱିତୀୟ କ୍ଲାସ ପଢୁଥିବା ଗୋଟିଏ ଛୁଆ ସେ ଅଣ୍ଡା ଖିଆ ଛାଡ଼ିଲେ ଇଏ ଦ୍ୱିତୀୟ କ୍ଲାସ ପଢୁଥିବା ଛୁଆ ଇଏ 16,000 ଗୋପୀ କନ୍ୟାକୁ ବାବୁ ବିବାହ କରିବା ବୟସ କାହ୍ନାର ହୋଇନାହିଁ ଯୁବକ ବୟସ ତ ହୋଇନି ନା ନା ଭାଗବତ ଜଗନ୍ନାଥ ଦାସଙ୍କର ଗୋଟିଏ ପଦ ଆପଣମାନେ ଅନୁମାନ କରନ୍ତୁ କହିଲେ ଏ ଗୋବିନ୍ଦ ବିଚାରନ୍ତି ମନେ ଜଗନ୍ନାଥ ଦାସ କହିଲେ ଆଜ ରମିବା କଣ ରମିବା ରମଣ କରିବା ରମଣ କରିବା ସ୍ୱାମୀ ସ୍ତ୍ରୀଙ୍କ ଦୈହିକ ସମ୍ପର୍କ କରିବା ଏ କାହ୍ନାର ସେଇ ବୟସ ହେଇଛି କାହ୍ନା କଣ ବିବାହ କରିପାରିବ 16,000 ଗୋପାଳମାନଙ୍କୁ ଅଡୁଆରେ ପଡିଗଲେ କୃଷ୍ଣ ଅଡୁଆରେ ପଡିଯାଇ ସବୁ ଗୋପୀ ଝିଅ ମାନଙ୍କର ହାତକୁ ଯାଇକି ଧରିଲେ କହିଲେ ଏ ଗୋପୀ ମାନେ ତୋର ହାତ ଧର ତମ ହାତ ଉପରେ ହାତ ଦେଇକି ମୁଁ କଥା ଦଉଛି କଣ କଥା ଦବୁ ଏଇଟା କୋଉ ପୁରାଣରେ ନଥିଲା ଆଜିଠାରୁ ଏଇଟା ଗୋଟିଏ ନୂଆ ପୁରାଣ କୌଣସି ଝିଅର ହାତ ଉପରେ କୌଣସି ପୁଅ ଯଦି ହାତ ଦେଇ କିଛି କହେ ସେଇଟା ତ୍ରିବାର ସତ୍ୟ ବୋଲି ବୁଝାଯିବ ତମ ହାତ ଉପରେ ହାତ ଦେଇକି ମୁଁ ତମକୁ କଥା ଦଉଛି କଣ କଥା ଦବୁ ତମେ ମତେ ବିବାହ କରିବ ତ ମୋ ସ୍ତ୍ରୀ ହବ ତ ମୁଁ ତମ ହାତ ଉପରେ ହାତ ଦେଇକି କଥା ଦଉଛି ଆସନ୍ତା ବର୍ଷ ଠିକ ଏଇ ଦିନ ମୁଁ ତମ ସହିତ ସମସ୍ତଙ୍କ ସହିତ ସ୍ୱାମୀ ଭାବ ରଖିବି ଠିକ ଅଛି ଗୋଟେ ବର୍ଷ ପରେ ସେତେବେଳେ ଥିଲା ଦେଖେ କାନୁ ଆମ ହାତ ଉପରେ ହାତ ରଖିକି ତ୍ରିବାର ସତ୍ୟ କରୁ ସତ୍ୟ କରିବା ପରେ କେବେ ଯେମିତି ଆମେ ଆଉ ଛାଡରା ଛାଡରି ହବା ନାହିଁ ଗୋପୀ ଝିଅ ମାନେ ଚାଲିବେ କୃଷ୍ଣ ଭଗବାନ ଚାଲିବେ ବିତିଗଲା ବାବୁ ଗୋଟିଏ ବର୍ଷ ଯେମିତି ବିତି ଯାଇଛି ହେ ମୋର ସଜ୍ଜନ ମାନେ ଗୋଟିଏ ବର୍ଷ ପରେ ପୁଣି ସେଇ କାର୍ତ୍ତିକ ପୂର୍ଣ୍ଣମୀ ଆସିଲା ଆଜି ଭଗବାନ କୃଷ୍ଣ ମନେ ମନେ ବିଚାର କଲେ କହିଲେ ଗତ ବର୍ଷ ତ ମୁଁ କଥା ଦେଇଛି ଇଏ 16,000 ଗୋପ ନାରୀଙ୍କୁ